ଶିକ୍ଷା ଓ ଶିକ୍ଷକ। ଶିକ୍ଷା ଏକ ସାଧାରଣ ଶବ୍ଦ ହେଲେ ବି ଏହାର ଅର୍ଥ ଏବଂ ଗୁରୁତ୍ୱପୂର୍ଣ୍ଣ ସମାଜ ଓ ଜୀବନର ପ୍ରତି ଅସୀମ ଅଛି। ଶିକ୍ଷା କେବଳ ପାଠାଗାରରେ ପଢ଼ିବା ପାଇଁ ନୁହେଁ, ଏହା ଜୀବନର ପ୍ରତିକ୍ରିୟା, ନୂତନ ଅନୁଭବ ଓ ସମ୍ପୃକ୍ତି ସହିତ ଏକ ପ୍ରକ୍ରିୟା ଅଟୁଟ ଅଛି। ଏହି ପ୍ରସଙ୍ଗରେ ଶିକ୍ଷା ଓ ଶିକ୍ଷକଙ୍କର ଭୂମିକା ଅତି ପ୍ରଧାନ ଓ ଗୁରୁତ୍ୱପୂର୍ଣ୍ଣ। ଏହି ରଚନାରେ ଆମେ ଶିକ୍ଷା, ଶିକ୍ଷକ, ତାଙ୍କର ଭୂମିକା ଏବଂ ଶିକ୍ଷା ପ୍ରଣାଳୀ ସମ୍ବନ୍ଧୀୟ କିଛି ଦୃଷ୍ଟିକୋଣ ଉପରେ ଆଲୋଚନା କରିବା। ଶିକ୍ଷା ପ୍ରାଥମିକ ଭାବେ ଜ୍ଞାନ, କୁଶଳତା ଓ ଦକ୍ଷତା ପ୍ରାପ୍ତିକୁ ଅର୍ଥଦାୟୀ କରିଥାଏ। ଏହାକୁ ଏକ ସାମାଜିକ, ରାଜନୈତିକ ଓ ସାମାଜିକ ଆବଶ୍ୟକତାରେ ପ୍ରୟୋଗ କରାଯାଇଥାଏ। ଶିକ୍ଷା ସମ୍ପର୍କୀୟ ପ୍ରଥମ ଅନୁଭୂତି ଏହା ସୃଷ୍ଟି କରିଥିବା ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି କରିଥାଏ, ଯାହାପରେ ଏହି ଶିକ୍ଷାର ଅବଲମ୍ବନ ଆଗକୁ ବଢ଼େ। ଏହା ଆମକୁ ସମସ୍ତ ପ୍ରାକୃତିକ ସମ୍ବନ୍ଧରେ ଶିକ୍ଷା ନେବା, ଏକ ପ୍ରଗତିଶୀଳ ଜୀବନ ଗଢ଼ିବା ପ୍ରେରଣା ଦେଇଥାଏ। ଏହାକୁ ଆପଣୀକରଣ କରି ଆମେ ସମାଜର ଉନ୍ନତି ପାଇଁ ଦାୟିତ୍ୱ ନେବାକୁ ପ୍ରେରିତ ହୁଁ। ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକ ନିର୍ବିକାର, ଶାନ୍ତିମୟ ଓ ସମାଜସେବୀ ସମାଜର ସୃଷ୍ଟି। ଶିକ୍ଷା ଆମକୁ ସମସ୍ତ ପ୍ରାକୃତିକ ଚିନ୍ତନ, ବିଚାର, ଅନୁଭୂତି ସହ ଜୀବନର ସମସ୍ତ ପ୍ରାଥମିକ ଦିଗରେ ପ୍ରେରଣା ଦିଏ। ଏହା ଆମକୁ ଜ୍ଞାନ, ଶିକ୍ଷା, ଭାବନା ଓ ସାମାଜିକ ଦାୟିତ୍ୱର ସମ୍ପର୍କରେ ସଚେତନ କରେ। ଶିକ୍ଷାର ଉଦ୍ଦେଶ୍ୟ ସେଇଟିକି ନେଇ ଆମେ ଶିକ୍ଷାରେ ପ୍ରକୃତ ଶକ୍ତି ଓ ପ୍ରଭାବକୁ ଅନୁଭବ କରି ଏହାକୁ ସଂସ୍କୃତ ଏବଂ ପାରମ୍ପରିକ ଦୃଷ୍ଟିକୋଣରେ ବିକାଶ କରିପାରିବା। ଶିକ୍ଷକ ହେଉଛନ୍ତି ଶିକ୍ଷାର ଏକ ମୂଳ ଶକ୍ତିକେନ୍ଦ୍ର। ସେମାନେ ଶିକ୍ଷା ତଥା ଶିକ୍ଷାର୍ଥୀଙ୍କୁ ନିଜ ଶିକ୍ଷା ସାଧନା ଦ୍ୱାରା ନୂତନ ଉପାୟ ଓ ଦୃଷ୍ଟିକୋଣରେ ପ୍ରେରଣା ଦିଏ। ଶିକ୍ଷକମାନେ ସେମାନଙ୍କର ଶିକ୍ଷାବିଧି ଓ ଶିକ୍ଷା ପ୍ରକ୍ରିୟାରେ ପ୍ରଧାନ ଭୂମିକା ନେଇଥାନ୍ତି। ଏହି ଶିକ୍ଷକଙ୍କର ଉଦ୍ୟମ ଓ ପ୍ରୟାସ ଶିକ୍ଷାର ଉନ୍ନତିରେ ଅସୀମ ଭାଗୀଦାରୀ ରହିଛି। ଶିକ୍ଷକମାନେ ପ୍ରକୃତ ଶିକ୍ଷାର ସ୍ରଷ୍ଟା। ସେମାନେ ଶିକ୍ଷାର୍ଥୀଙ୍କର ମନୋଭାବ, ଚିନ୍ତାଧାରା ଓ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରନ୍ତି। ସେମାନେ କେବଳ ଅଧ୍ୟାପନା କରିବାରେ ସର୍ବଶ୍ରେଷ୍ଠ ନୁହେଁ, ସେହିପାଇଁ ଏହି କ୍ଷେତ୍ରରେ ପ୍ରଥମ ଉଦ୍ଦେଶ୍ୟ ସୃଷ୍ଟି ଓ ନୂତନ ଅନୁସୂଚନା ପ୍ରଦାନ କରିବା। ଆପଣମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯେତେବେଳେ ଶିକ୍ଷକମାନେ ଅପେକ୍ଷା ଅନୁସାରେ ଶିକ୍ଷାର କ୍ଷେତ୍ରରେ ସାଧାରଣ ଅନୁସୂଚନା ଓ ପ୍ରଧାନ ପ୍ରତିଷ୍ଠା ପ୍ରଦାନ କରନ୍ତି, ସେମାନେ ପ୍ରଭାବୀ ହୋଇପାରିବେ। ଏହି ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।